ତ ହ୍ୟାଲୋ ସାଙ୍ଗମାନେ, ଆପଣ ଦେଖିପାରିବେ ବିହଙ୍ଗ ବିପ୍ଳବ ବିଷୟର ପ୍ରଶ୍ନ ଉତ୍ତର ଗୁଡ଼ିକ ଆମେ ଆଲୋଚନା କରିବା। 1 ନମ୍ବର କ, ମା ହଳଦୀ ବସନ୍ତ ମୁଣ୍ଡରେ କାହିଁକି ଚିନ୍ତା ମାଡ଼ି ପଡ଼ୁଛି? ଉତ୍ତର ହେବ ଗ, ମା ହଳଦୀ ବସନ୍ତ ବସା ତିଆରି କରିପାରୁନଥିବାରୁ। 2 ନମ୍ବର, ବୁଢ଼ା ମାଙ୍କଡ଼ କାହା ବସାର ଛାଇ ମାଡ଼େ ନାହିଁ? ଉତ୍ତର ହେବ ଡାମରା କାଉ, କ। ନିମ୍ନଲିଖିତ ଚଢ଼େଇମାନଙ୍କ ମଧ୍ୟରେ କେଉଁ ଚଢ଼େଇ ଗାୟକ ଜାତିର? ଉତ୍ତର ହେବ କୁଆ, କ, କୁଆ। 4 ନମ୍ବର, ପକ୍ଷୀ ଜାତିର ସଭ୍ୟତା ସଂସ୍କୃତି ଶିଳ୍ପୀମାନଙ୍କ ଦ୍ୱାରା ବଞ୍ଚି ରହିଛି, ଏକଥା କିଏ କହିଛି? ଉତ୍ତର ହେବ କାଉ। ସମଗ୍ର ବସୁଧା ଆମର ଜନ୍ମଭୂମି, ଆମେ କାହାକୁ ପର ବୋଲି ଭାବୁନାହୁଁ, ପଠିତ ଗଳ୍ପରେ ଏକଥା କିଏ କହିଛି? ଉତ୍ତର ହେବ ହଳଦୀ ବସନ୍ତ। 6 ନମ୍ବର, ଚଢ଼େଇମାନଙ୍କ ମଧ୍ୟରେ କେଉଁ ଚଢ଼େଇ ଭଲ ଲୋକି କରି କଳିକଜିଆ ମେଣ୍ଟାଇ ଦିଏ? ଉତ୍ତର ହେବ କଜଳପାତି। 7 ନମ୍ବର, ହଳଦୀ ବସନ୍ତ ପାଇଁ ରାଜାଙ୍କ ଦରବାରରେ କିଏ ଓକିଲାତି କରିଥିଲା? ଉତ୍ତର ହେବ କାଉ। ପ୍ରଥମେ ରାଜାଙ୍କର କେଉଁ ରାୟ ଶୁଣି ଚଢ଼େଇମାନେ ଆନନ୍ଦରେ ବୋବେଇ ଉଠିଲେ? ଉତ୍ତର ହେବ ଦୋଷୀ ବୁଢ଼ା ମାଙ୍କଡ଼କୁ କଠିନ ଦଣ୍ଡ ଦିଆଯିବ। 9 ନମ୍ବର, ରାଜା ନିଜର ରାୟ ବଦଳାଇ ଦେବାର କାରଣ କ'ଣ? ଉତ୍ତର ହେବ ଲାଞ୍ଚ ସ୍ୱରୂପ ଗୋଟିଏ ପାଚିଲା ପଣସର ଲୋଭ ଯୋଗୁଁ। 10 ନମ୍ବର, କେଉଁଥିପାଇଁ ଚଢ଼େଇମାନେ ଆହୁରି ରାଗିଯାଇ ରାଜା, ମନ୍ତ୍ରୀ ଓ ରାଜକର୍ମଚାରୀମାନଙ୍କୁ ଖୁମ୍ପିବାକୁ ଲାଗିଲେ? ଉତ୍ତର ହେବ ବୁଢ଼ା ମାଙ୍କଡ଼ ଭଲ୍ଲୁକ ମହାରାଜଙ୍କୁ ପଣସ କଷା ଖୁଆଇବାର ଦେଖି।